ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଠାରୁ 3 କିମି ଦୂରରେ ରହିଛି ପୁଅରଗଦେଇ ପଞ୍ଚାୟତ। ଏଠାରେ ରହିଛି ସୁବଳ ଆଶ୍ରମ। ନାନାଦି ବୃକ୍ଷ ଘେରା ଏହି ଆଶ୍ରମରେ ପକ୍ଷୀମାନଙ୍କ କଳରବ ବେଶ ମନମୁଗ୍ଧକର। ସୁନ୍ଦର ସୁଶୀତଳ ପବନ ମନକୁ କରିଦିଏ ବେଶ ହାଲକା। ଗ୍ରୀଷ୍ମ ଦିନରେ ଏଠାକୁ ବୁଲି ଆସିବା ବେଶ ନିଆରା ଅନୁଭୂତି। ବହୁ ପ୍ରାଚୀନ କାଳରୁ ସାଧକ ସୁବଳ ବାବା ଏଠାରେ ଆଶ୍ରମ କରିଥିଲେ। ବହୁ ଅଲୌକିକ ଶକ୍ତିର ସେ ଥିଲେ ଅଧିକାରୀ ବୋଲି ସ୍ଥାନୀୟ ଲୋକଙ୍କଠାରୁ ଶୁଣାଯାଏ। ଆଶ୍ରମରେ ପ୍ରତ୍ୟେକ ଦିନ ଗୋସେବା ସୂର୍ଯ୍ୟ ପୂଜା ଆଦି ଅନୁଭୂତ ହୁଏ। ଏଠାରେ ଗୋମାତା ମଧ୍ୟ ରହିଛନ୍ତି, ଯାହାର ନାମ ରହିଛି ନନ୍ଦିନୀ। ଏଠାରେ ହେଉଥିବା ପ୍ରସାଦକୁ ନନ୍ଦିନୀ ପାଖରେ ଅର୍ପଣ କରାଯାଏ ଓ ପରେ ପରେ ଆଶ୍ରମକୁ ଆସୁଥିବା ସମସ୍ତ ଅଭ୍ୟାଗତ ଅତିଥିମାନଙ୍କୁ ଏହି ପ୍ରସାଦ ମଧ୍ୟ ବଣ୍ଟନ କରାଯାଇଥାଏ। ମଠର ପ୍ରତିଷ୍ଠା ଯେମିତି ଦ୍ୱିଜ ବାବା, ସେ ଯେତେବେଳେ ଏଇ ଜାଗାରେ ମୋର ଏଠି 2 ବର୍ଷ ହେଲା ରହିବା। ଏଠି 2 ବର୍ଷ ହେଲା ଏଠି ଆମର ଦୟାନିଧି ପରମହଂସ ପୂଜା ପାଉଛନ୍ତି, ସୁବଳ ମହାପୁରୁଷ ବି ପୂଜା ପାଉଛନ୍ତି। ଏ ମଠରେ ଆମର ମୁଖ୍ୟ 2ଟା ପର୍ବ, ଗୋଟେ ଚିତାଲାଗି ଅମାବାସ୍ୟା, ଗୋଟେ କୁମାର ଉତ୍ସବ, 2ଟା ମୁଖ୍ୟ ପର୍ବ ମଠର। ମଠ ଦ୍ୱାରା ଉପକୃତ ହୁଅନ୍ତି କ'ଣ, ସେମାନେ ଯେଉଁ ଗୁରୁ ଭାଇମାନେ ଅଛନ୍ତି ସେମାନେ ଆସି ସହଯୋଗ କରନ୍ତି, ଫଙ୍କସନ୍ରେ ସେମାନେ ଆସି ସହଯୋଗ କରନ୍ତି। ଆଉ ଯେକୌଣସି ପ୍ରଭୁଙ୍କୁ ଯାହାର ଗ୍ରହ ପୀଡ଼ା ଯାହାର ଯାହା ହେଲା, ସେମାନେ ଆମେ କହୁ ଯେ ପ୍ରଭୁ ଦୟାଙ୍କୁ ବିଶ୍ୱାସ କର, ଦୟାଙ୍କୁ ମନ ଭିତରେ ଭାବନା ରଖ, ସେ ହିଁ ସ୍ୱୟଂ ଭଗବାନ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ଲାଇଭ୍। ଏମିତି ଭଲ ଭଲ ଖବର ଜାଣିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଏବଂ ସବସ୍କ୍ରାଇବ୍ କରନ୍ତୁ, ଯାହାଦ୍ୱାରା ଆମେ ଆପଣଙ୍କ ପାଖରେ ଭଲ ଗୁରୁତ୍ୱପୂର୍ଣ୍ଣ ଖବରମାନ ପହଞ୍ଚାଇ ପାରିବୁ।